ଆମର ମଟନଟା ରହୁଛି। ସ୍ପେଶାଲ ଆଇଟମ୍ ହେଲା ମଟନ ପିସ୍ଟା ଟିକେ କାଢ଼ିବେ। ବଡ଼ ବଡ଼ ସାଇଜ୍ର ପିସ୍ ଅଛି ଆଉ ବହଳିଆ ଅଛି। ପିସ୍ ଦେଖନ୍ତୁ, ଆଜ୍ଞା ଏଇଟା ଗୋଟେ ପିସ୍ ଦେଖନ୍ତୁ, ପିସ୍ ଦେଖନ୍ତୁ, ପିସ୍ ସାଇଜ୍ ଦେଖନ୍ତୁ। ପିସ୍ ମାଛ ତାୱା ପଖାଳ ପାଇଁ ପୁରା ସାଙ୍ଗା ଜବରଦସ୍ତ ଆଇଟମ୍ ଏଇଟା ଗୋଟେ। ଏଇଟା ଆମର ଚିଙ୍ଗୁଡ଼ି ମସଲା ଅଛି ଦେଖନ୍ତୁ, ଫିସ୍ ବଡ଼ ସାଇଜ୍ ଚିଙ୍ଗୁଡ଼ି ନା ଭାଇ? ନଈ ଚିଙ୍ଗୁଡ଼ି ନଈ ଚିଙ୍ଗୁଡ଼ି ନା 4 ପିସ୍ ଖାଇଲେ ପୁରା ମନ ଖୁସି। ଏଇଟା ପୋହଳା ମାଛ, ଗୋଟା ପୋହଳା ନା ଗୋଟା ବେସର, ସୋରିଷ ବେସର। ଏଇଟା ଦହି ମାଛ ଆମର ଡିମାଣ୍ଡ ବହୁତ ଅଛି, ସରିକି ଆସିଲାଣି ଦେଖନ୍ତୁ, ଷ୍ଟାର୍ଟିଂରୁ ସରି ଆସିଲାଣି ଦେଖନ୍ତୁ। ଦହି ମାଛ ନା ଆମ ରେଷ୍ଟୁରାଣ୍ଟ ନମ୍ବର 1 ଆଇଟମ୍ ହେଲା ଦହି ମାଛ ସରିକି ଆସିଲାଣି ଦେଖନ୍ତୁ ଷ୍ଟାର୍ଟିଂରୁ। ଆଜ୍ଞା এটা আমার লেগ পিস, চিকেন লেগ পিস কষা দেখুন ଭାଇ লেগ পিস ହାଲକା ହାଲକା ଝୋଳ। ହଁ କଷା ସବୁ ମସଲା ଚିକେନ ପିସ୍ ପିସ୍ ଦେଖନ୍ତୁ, ଟାଙ୍ଗିଡ଼ି ଲେଗ ପିସ୍ ବଡ଼ିଚୁରା ଆସିବ, ଆଳୁ ଭର୍ତ୍ତା ଆସିବ, ଖଟା ଆସିବ, ଚଟଣି ଆସିବ, ସାଇଡ଼୍ 100 ଟଙ୍କା। ପନିର ଥାଳିଟା ରହୁଛି 130 ଟଙ୍କା, ମସରୁମ୍ ଥାଳି ରହୁଛି 130। ସ୍ପେଶାଲ ବେଷ୍ଟ ଆମର ରହୁଛି ଆମର ପୁରା ସ୍ପେଶାଲ 180 ଅଛି। ସେଥିରେ ବାସୁମତୀ ରାଇସ୍ ରହିବ, ମିଠା ରହିବ, କ୍ଷୀରି ରହିବ। କ୍ଷୀରି ଆମର ସବୁଦିନ ହଉନି, ଡିଫରେଣ୍ଟ ଆଇଟମ୍ ହଉଛି। ସଂକ୍ରାନ୍ତି ମାସ ସୋମବାର ବାର ଦେଖି କ୍ଷୀରି ହଉଛି। ପନିର ନମସ୍କାର, ଜୟ ଜଗନ୍ନାଥ। ନୂଆ ବ୍ଲଗକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସାଙ୍ଗମାନେ ଏବେ ମୁଁ ଆସି ପହଞ୍ଚିଗଲି ଡେଲ୍ଟା ଛକରେ ଥିବା ଦ କଳିଙ୍ଗ ସିଗ୍ନେଚର ରେଷ୍ଟୁରାଣ୍ଟରେ ଆସି ପହଞ୍ଚିଗଲି। ଆଉ ଆପଣମାନେ ରେଷ୍ଟୁରାଣ୍ଟରେ ଦେଖିପାରୁଥିବେ, ଆଉ ଆପଣମାନେ ରେଷ୍ଟୁରାଣ୍ଟରେ ବହୁତ ଭେରାଇଟିର ଆଇଟମ୍ ପାଇବେ, ଇଣ୍ଡିଆନ୍ ଚାଇନିଜ୍ ଆଇଟମ୍ ପାଇବେ। ଚାଲନ୍ତୁ ଭିତରକୁ ଯିବା, ପ୍ରିପାରେସନ୍ କେମିତି କ'ଣ କରୁଛନ୍ତି ତାକୁ ବି ଦେଖିବା, ଆଉ ଖାଇବାର ଟେଷ୍ଟ କେମିତି କ'ଣ ହେଇଛି ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ସବୁ କିଛି କହିବି, ସବୁ କିଛି ଦେଖେଇବି। ଆପଣ ମୋ ଭିଡ଼ିଓଟା ପୁରା ଶେଷ ଯାଏ ନିହାତି ଦେଖନ୍ତୁ। ଚାଲନ୍ତୁ ଭିଡ଼ିଓଟାକୁ ଷ୍ଟାର୍ଟ କରିବା। ସାଙ୍ଗମାନେ ଏବେ ମୁଁ ଆସି ପହଞ୍ଚିଲି ଦ କଳିଙ୍ଗ ସିଗ୍ନେଚର ରେଷ୍ଟୁରାଣ୍ଟ। ଆଉ ଆପଣମାନେ ରେଷ୍ଟୁରାଣ୍ଟଟା ଦେଖିପାରୁଥିବେ। ଚାଲନ୍ତୁ ଭିତରକୁ ଯିବା। ଭାଇଙ୍କର ହେଲା କେସ୍ କାଉଣ୍ଟର, ଆଉ ଇଏ ଆଇଟମ୍ ଭାଇଙ୍କର ଏଇ ଜାଗାରେ ଆଇଟମ୍ ସବୁ ପ୍ରିପାରେସନ୍ ହେଇକି ରହୁଛି। ବହୁତ ସାରା ଆଇଟମ୍ ଏଠି ରହୁଛି। ଆଉ ହୋଟେଲରେ କିଛିଟା ଆମ୍ବିଏନ୍ସ ସହିତ ବହୁତ ବଢ଼ିଆ ହାଇଜେନିକ୍ ମଧ୍ୟ କରୁଛନ୍ତି, ଦେଖିପାରୁଥିବେ। ବହୁତ ବଢ଼ିଆ ହାଇଜେନିକ୍ କରୁଛନ୍ତି। ଆଉ ସବୁଠୁ ଭଲ କଥା କ'ଣ ଜାଣିଛନ୍ତି? ସବୁଠୁ ଭଲ କଥା ହେଲା ଆପଣମାନେ ଆସିବେ ମାନେ ତମ୍ଭା ଗ୍ଲାସ୍ ଦେଖିବାକୁ ପାଇବେ। ମୁଁ ଭିଡ଼ିଓ କରିବା ବହୁତ ଜାଗାରେ ଏକ୍ସପ୍ଲୋର ହେଇଗଲାଣି, କିନ୍ତୁ ପ୍ରଥମ ଥର ପାଇଁ ପୁରା ତମ୍ଭାର ଗ୍ଲାସ୍ ପାଇବେ ହେଲା। ବହୁତ ବଢ଼ିଆ ତମ୍ଭା ଗ୍ଲାସ୍ରେ ପାଣି ପିଇବା ବହୁତ ଭଲ, ମାନେ ପେଟ ରୋଗ କିଛି ହେବନି। ସବୁ ଆଜ୍ଞା ମୁଁ ସବୁ ଆଇଟମ୍ ଟିକେ ପ୍ରାଇସ୍ ଟିକେ କହିଦେବେ। ଭେଜ୍ ଆମର ଷ୍ଟାର୍ଟିଂ ରହୁଛି, ଭେଜ୍ ଥାଳି 100 ଟଙ୍କା ରହୁଛି। ସାଇଡ଼୍ ଆଇଟମ୍ ଆମର କ'ଣ କହିଲେ, ଆମର ପର୍ ଡେ ଡିଫରେଣ୍ଟ ଆଇଟମ୍ ଆମର ପର୍ ଡେ ହେଉଛି। ଆଜ୍ଞା ମିନିମମ୍ ଭାତ ରହିବ, ଡାଲି ରହିବ, ସାଲାଡ଼ ରହିବ, ପାମ୍ପଡ଼ ରହିବ, କୋବି ତରକାରୀ ହଉ, ମାନେ ଆମର ଭଜା ହଉ। ଆମର ସାଇଡ଼୍ ଆଇଟମ୍ ଘାଣ୍ଟ ଆସିବ, ବଡ଼ିଚୁରା ଆସିବ, ଆଳୁ ଭର୍ତ୍ତା ଆସିବ, ଖଟା ଆସିବ, ଚଟଣି ଆସିବ, ସାଇଡ଼୍ 100 ଟଙ୍କା। ପନିର ଥାଳିଟା ରହୁଛି 130 ଟଙ୍କା, ମସରୁମ୍ ଥାଳି ରହୁଛି 130। ସ୍ପେଶାଲ ବେଷ୍ଟ ଆମର ରହୁଛି ଆମର ପୁରା ସ୍ପେଶାଲ 180 ଅଛି। ସେଥିରେ ବାସୁମତୀ ରାଇସ୍ ରହିବ, ମିଠା ରହିବ, କ୍ଷୀରି ରହିବ। କ୍ଷୀରି ଆମର ସବୁଦିନ ହଉନି, ଡିଫରେଣ୍ଟ ଆଇଟମ୍ ହଉଛି। ସଂକ୍ରାନ୍ତି ମାସ ସୋମବାର ବାର ଦେଖି କ୍ଷୀରି ହଉଛି। ପନିର ବି ରହିବ, ମସରୁମ୍ ରହିବ, ସେ ସାଇଡ଼୍ ଆଇଟମ୍ ଯାହା ବି ଭେଜ୍ ଆଇଟମ୍ ସବୁ ଆସିବ। ଗୋବି ତରକାରୀ ହଉ, ପୋଟଳ ତରକାରୀ ହଉ, କଲରା ଚିପ୍ସ ହଉ, ଭଜା ହଉ, ଯାହା ବି ସବୁ ସାଇଡ଼୍ ପୁରା ରାଉଣ୍ଡ ଥାଳିଟା ଆସିବ। ଆଉ ମାଛ ପ୍ରାଇସ୍? ମାଛ ଥାଳିଟା ହେଉଛି ଆମର ଗ୍ରେଭି ଝୋଳ ମାଛ ଷ୍ଟାର୍ଟିଂ ହେଉଛି 110 ଟଙ୍କା ରହିଯାଉଛି। ସାଇଡ଼୍ ଆଇଟମ୍ ଆମର ରହିବ, ଭାତ ରହିବ, ଚିଙ୍ଗୁଡ଼ି ଛେଚା ରହିବ, ସାଲାଡ଼ ପାମ୍ପଡ଼ ଆସୁଛି। ମାଛ ଝୋଳ ଗୋଟେ ପିସ୍ ମାଛ ଝୋଳ ଆସିବ। ସାଇଡ଼୍ ଆମର ସାଲାଡ଼ ବି ଅଛି, ପାମ୍ପଡ଼ ଅଛି, ଚଟଣି ଅଛି। ଚିଙ୍ଗୁଡ଼ି ଛେଚାଟା ଆମର ସବୁଠୁ ବେଷ୍ଟ। ମଟନ୍ ଆଉ ଦହି ମାଛ ଥାଳି ହେଉଛି ଆମର 120 ଟଙ୍କା ରହୁଛି। ସେମ୍ ଡିଫରେଣ୍ଟ ରହିବ, ଖାଲି ମାଛ ଖାଲି ଚେଞ୍ଜ ରହିବ। ମଟନ୍ ରହୁଛି 230 ଟଙ୍କା। ସାଇଡ଼୍ ଆଇଟମ୍ ରହିବ, ସେଥିରେ ଭାତ ରହିବ, ଉଷୁନା ଚାହିଁଲେ ଉଷୁନା ନେବେ, ଅରୁଆ ଚାହିଁଲେ ବି ଅରୁଆ ଚାହିଁଲେ ନେଇପାରିବେ। 4 ପିସ୍ ମଟନ୍ ରହିବ, ଆଳୁ ରହିବ, ଚର୍ବି ରହୁଛି। ଚିଙ୍ଗୁଡ଼ି ଛେଚା ରହିବ, ଗୋଟେ ମିକ୍ସ ନନଭେଜ୍ ଘାଣ୍ଟ ରହିବ, ସେଥିରେ ସାଲାଡ଼ ରହିବ, ପାମ୍ପଡ଼ ରହିବ, ଖଟା ରହିବ, ଚଟଣି ରହିବ। ମାନେ ଆପଣଙ୍କ ରେଷ୍ଟୁରାଣ୍ଟରେ ଆଫୋର୍ଡେବଲ୍ ପ୍ରାଇସ୍ ରହିବ। ମିନିମମ୍ ପ୍ରାଇସ୍ ଆପଣ କୋଉ ଆଇଟମ୍ଟା ଲୋକଙ୍କର ଏଠି ବେଶୀ ଡିମାଣ୍ଡ? ବେଶୀ ଡିମାଣ୍ଡ ଆମର ଅଛି ଷ୍ଟାର୍ଟିଂ ତ ଆମର ଦହି ମାଛ ବେଶୀ ଡିମାଣ୍ଡରେ ଅଛି। ଦହି ମାଛ ଅଛି, ମଟନ୍ ବି ଅଛି। ଆମର ସ୍ପେଶାଲ ଭେଜ୍ ଥାଳି, ସ୍ପେଶାଲ ଭେଜ୍ ଥାଳି ଭଲ ଡିମାଣ୍ଡ ଅଛି। କାହିଁକିନା ଆମର ରାଉଣ୍ଡ ଥାଳିଟା ପୁରା ରହୁଛି, ବହୁତ ଆଇଟମ୍ ଭିତରେ ରହୁଛି। ଭାତ କତୁରୁ ପନିର, ମସରୁମ୍, ଭେଜିଟେବୁଲ୍ ଆଇଟମ୍, ମିଠା ସବୁ। ସ୍ପେଶାଲ ଥାଳିଟା କେତେ ଟଙ୍କା? 180 ଟଙ୍କା। ପଖାଳ ଆଜି ମାର୍ଚ୍ଚ ଷ୍ଟାର୍ଟରୁ ଆମର ପଖାଳ ଷ୍ଟାର୍ଟିଂ କରୁଛୁ।
ପଖାଳ ଆମେ ଭେଜ୍ ପଖାଳ ଷ୍ଟାର୍ଟିଂ ରଖୁଛୁ 130 ଟଙ୍କା। ଆମର ଭେଜ୍ ପଖାଳ 130 ଟଙ୍କା ଅଛି। ସେଥିରେ ଆପଣଙ୍କର ପଖାଳ ଆସିବ, ଦହି ପଖାଳ, ଆପଣ ଭେଜ୍ ଆଇଟମ୍ ଯାହା ବି ଅଛି ଆସିବ, ମିକ୍ସଚର ଆସିବ, ଚଟଣି, ସାଲାଡ, ପାମ୍ପଡ଼, ଭର୍ତ୍ତା, ଆଳୁ ଭର୍ତ୍ତା, ପଖାଳ ଖଟା, ସହିତ ଆଇଟମ୍ ସେତିକି ଅଛି। ସବୁ ଆସିବ। ଆଉ ଆପଣଙ୍କ ରେଷ୍ଟୁରାଣ୍ଟ ସବୁଦିନ ଖୋଲା ଅଛି? ସବୁ ଆଉ ଆପଣ ଷ୍ଟାର୍ଟିଂରୁ ଲଞ୍ଚ ଟାଇମ୍ରେ 11:30ରୁ ଷ୍ଟାର୍ଟିଂ ହେଇଯିବ, 11:30ରୁ 4ଟା ପର୍ଯ୍ୟନ୍ତ ଷ୍ଟାର୍ଟିଂ ହେଉଛି। ଆଉ ଆପଣ ଡିନର ଟାଇମ୍ରେ ଆପଣ ଆଲାକାଟ ଆଇଟମ୍ ଆମର ମିଳୁଛି। ଆଲାକାଟ ଟାଇମ୍ରେ ଆମର 6:30ରୁ ଷ୍ଟାର୍ଟିଂ ହେଇଯାଉଛି। ଷ୍ଟାର୍ଟର ଆଇଟମ୍, ସ୍ନାକ୍ସ ଆଇଟମ୍ ଷ୍ଟାର୍ଟିଂ ହେଉଛି ରାତି 11ଟା ପର୍ଯ୍ୟନ୍ତ। ଭାଇ ଆପଣଙ୍କ ରେଷ୍ଟୁରାଣ୍ଟ କେତେ ପ୍ରକାର ଆଇଟମ୍ ତିଆରି ହେଉଛି ଟୋଟାଲ? ଆଇଟମ୍ ଆମର ଭେଜ୍ ନନଭେଜ୍ ମିଶେଇ? ନନଭେଜ୍ ନା ଆମର ଦେଖନ୍ତୁ, ଆପଣ ଦେଖିପାରୁଛନ୍ତି, ଲାଇଭ୍ ଦେଖିପାରୁଛନ୍ତି କ'ଣ କ'ଣ ଆମର ପନାଇ ଅଛି। ମୁଁ ତ ଦେଖି ସାରିଲିଣି 8-15-20 ପ୍ରକାର ଆଇଁଷ ବାରି। ଠିକ୍ ଅଛି। ଆମର ପର୍ ଡେ ଗୋଟିଏ ଆଇଟମ୍ ହଉନି, ଡିଫରେଣ୍ଟ ଆମେ ରହୁଛି। ସବୁଦିନ ଅଲଗା ଅଲଗା ଆଇଟମ୍ ଚେଞ୍ଜ ସବୁ। ଆଉ ଆପଣ ଆଇଟମ୍ ସବୁ ଦେଖେଇଦେବେ, ଆଇଟମ୍ ରେଡି? ଏଇଟା ଏଇଟା ତାୱା ଫ୍ରାଏ, ମାଛ ତାୱା ପଖାଳ ପାଇଁ ପୁରା ସାଙ୍ଗରେ ଜବରଦସ୍ତ ଆଇଟମ୍ ଏଇଟା ଗୋଟେ। ଏଇଟା ଆମର ଚିଙ୍ଗୁଡ଼ି ମସଲା ଅଛି, ଦେଖନ୍ତୁ ଫିସ୍। ବଡ଼ ସାଇଜ୍ ଚିଙ୍ଗୁଡ଼ି ନା ଭାଇ? ନଈ ଚିଙ୍ଗୁଡ଼ି ନଈ ଚିଙ୍ଗୁଡ଼ି ନା? 4 ପିସ୍ ଖାଇଲେ ପୁରା ମନ ଖୁସି। ଏଇଟା ପୋହଳା ମାଛ, ଗୋଟା ପୋହଳା ନା? ଗୋଟା ବେସର, ସୋରିଷ ବେସର। ଏଇଟା ଦହି ମାଛ ଆମର ଡିମାଣ୍ଡ ବହୁତ ଅଛି, ସରି ବି ଆସିଲାଣି, ଦେଖନ୍ତୁ ଷ୍ଟାର୍ଟିଂରୁ ସରି ଆସିଲାଣି ଦେଖନ୍ତୁ। ଦହି ମାଛ ନା? ଆମ ରେଷ୍ଟୁରାଣ୍ଟ ନମ୍ବର 1 ଆଇଟମ୍ ହେଲା ଦହି ମାଛ। ସରି ବି ଆଇଲାଣି ଦେଖନ୍ତୁ ଷ୍ଟାର୍ଟିଂରୁ। ଆଜ୍ଞା। ଏଇଟା ଆମର ମାଛ ଝୋଳ, ଏଟା କି ମାଛ? ରୋହି ମାଛ ନା? ମାଛ ପଡୁନି ଦେଖନ୍ତୁ, ଆଜ୍ଞା। ମାଛ ପଡିବ ଜଷ୍ଟ ଦିଆଯିବ। ନାଇଁ କ୍ଷୀରି ଆଜ୍ଞା। ଆମର ଚିକେନ କଷା ଦେଖନ୍ତୁ। ଚିକେନ କଷା ନା ବ୍ରଏଲର ନା କଣ? ହଁ ବଇଲର। ବଢିଆ ଅଛି ଚିକେନ କଷା ଆଉ। କଷା ବଡ଼ ବଡ଼ ସାଇଜ ଫିସ୍ ବି ଦେଖନ୍ତୁ, ସାଇଜ ଫିସ୍ ବି ଅଛି। ଆଜ୍ଞା। ଏଇଟା ପଖାଳର ଆମର ଆଇଟମଟା ରହୁଛି, ଝୋଳ ଚିକେନ କଷା ରହୁଛି, ଚିକେନ ଝୋଳ ବି ରହୁଛି। ଯିଏ ଯୋଉଟା ଖାଇବ। ହଁ, ଝୋଳ ବି ଦେଖନ୍ତୁ, ଆଜ୍ଞା। ଝୋଳ ଦେଖନ୍ତୁ। ଆମର ଚୁନା ମାଛ ରହୁଛି, ମଉରାଳିର ଚୁନା ମାଛ। ଆଜ୍ଞା। ଇଏ ଗୋଟେ ନନଭେଜ୍ ଘାଣ୍ଟ, ମିକ୍ସ ନନଭେଜ୍ ଘାଣ୍ଟ ରହୁଛି। ମୁଢ଼ି ଘାଣ୍ଟ? ହଁ, ମୁଢ଼ି ଘାଣ୍ଟ, ଚିଙ୍ଗୁଡ଼ି ଛେଚା, ମୁଢ଼ି ଘାଣ୍ଟ, ମାଛ ମୁଣ୍ଡ, ପୋଇ ଘାଣ୍ଟ, ପୁରା ମାଛ ଦେଖନ୍ତୁ, ଘାଣ୍ଟ ଦେଖନ୍ତୁ ପୁରା କେତେ ବହଳିଆ, କେତେ ପୁରା ଦେଶୀ ଘାଣ୍ଟ। ମାଛ ଲାଞ୍ଜ, ମୁଣ୍ଡ, ପୋଇ, ବୋଇତାଳୁ, କଖାରୁ ସବୁ ପଡୁଛି ଏଥିରେ। ଆଜ୍ଞା। ଭଜା, ବିନ୍ସ ଆଳୁ ଭଜା, ଝୁଡ଼ଙ୍ଗ ଆଳୁ ବିନ୍ସ ଭଜା, ଭର୍ତ୍ତା, ବାଇଗଣ ଆଳୁ ଭର୍ତ୍ତା, ସୋରିଷ ତେଲ ପଡୁଛି ନା? ଆମର ଲେగ్ ପିସ୍, ଚିକେନ ଲେగ్ ପିସ୍ କଷା ଦେଖନ୍ତୁ ଭାଇ, ହାଲକା ହାଲକା ଝୋଳ। ହଁ, କଷା ସବୁ ମସଲା ପିସ୍ ଦେଖନ୍ତୁ, ଟାଙ୍ଗିଡ଼ି ଲେగ్ ପିସ୍। ଏପଟେ ଆମର ଭାତ ରହୁଛି 3 ରକମର। ଅରୁଆ ଚାହିଁଲେ ଆପଣ ଅରୁଆ ଖାଇପାରିବେ, ଉଷୁନା ବି ହଁ, ହଉଛି, ଉଷୁନା ବି ଯୋଉଟା ହଉଛି, ଚାହିଁବେ ସେଇଟା ଖାଇବ। ବାସୁମତୀ ବି ହଉଛି, ହଁ। ଡାଲି ଦେଖନ୍ତୁ ପୁରା ବହଳିଆ ଡାଲି, ମୁଗ ଡାଲି ନା ହରଡ଼ ଡାଲି? ହରଡ଼ ଡାଲି, ବହଳିଆ ପିସ୍ ନା? ଏଇଟା ଆମର ଗୋବି ଆଳୁର ଗୋଟେ ଭେଜ୍ ସବଜି ଗୋଟେ ଦେଖନ୍ତୁ, ଆଳୁ ଦେଖନ୍ତୁ, ଗୋବି, ଆପଣ ଯେତିକି ଆଇଟମ୍ ସବୁ ବହଳିଆ କରୁଛନ୍ତି। ଏଇଟା ଗୋଟେ ଭେଜ୍ ଘାଣ୍ଟ, ପୋଇ ଘାଣ୍ଟ ଭେଜ୍ ନା? ହଁ, ଦେଶୀ ଘାଣ୍ଟ ପୁରା ଦେଖନ୍ତୁ, କଖାରୁ, ବୋଇତାଳୁ, ଆଳୁ, ବହଳିଆ ଅଛି, ପୋଇ ସବୁ ପଡିକି ପୁରା ହେଇଛି ଦେଶୀ ଘାଣ୍ଟ। ଆମର ରହୁଛି ପନିର ମିକ୍ସ ଆସୁନି, ପନିର ମସଲା ନର୍ମାଲ, ପନିର ମସଲା ନା? ମସରୁମ ଦେଖନ୍ତୁ କେତେ ବହଳିଆ। ସବୁ ଆଇଟମ୍ ବହଳିଆ ଦେଖନ୍ତୁ, ପାଣି ବୋହିବନି, ଦେଖ ଗ୍ରେଭି ବୋହିବନି। ଏଇଟା ଆମର ମଟନଟା ରହୁଛି, ମଟନ ପିସ୍ ଟା ଟିକେ କାଢିବେ, ବଡ଼ ସାଇଜର ପିସ୍ ଅଛି ଆଉ ବହଳିଆ ଅଛି। ପିସ୍ ଦେଖନ୍ତୁ, ଆଜ୍ଞା। ଏଇଟା ଗୋଟେ ପିସ୍ ଦେଖନ୍ତୁ, ପିସ୍ ଦେଖନ୍ତୁ, ପିସ୍ର ସାଇଜ୍ ଦେଖନ୍ତୁ, ପିସ୍ ବି ମାନେ ସାଇଜ୍ ଦେଖନ୍ତୁ, ପିସ୍ର ସାଇଜ୍, ମଳି ପିସ୍। ଏଇଟା ଆମର ରହୁଛି ପ୍ରନ୍ କରି, ପ୍ରନ୍ ମସଲା ଦେଖିଥିଲେ, ଏଇଟା ପ୍ରନ୍ ଝୋଳ ଗ୍ରେଭିଟା। ଏଇଟା ଟିକେ ଛୋଟ ସାଇଜ୍ ଚିକେନ ନା? ଏଇଟା ମିଡିୟମଟା, ସେଟା ମସଲା ପାଇଁ ଟିକେ ବଡ଼ ସାଇଜ୍ ରହୁଛି। ଏଇଟା ବେଶୀ ଛୋଟ ନାହିଁ କି ବେଶୀ ବଡ଼ ନାହିଁ, ମିଡିୟମଟା। ଏପଟେ ଆମର ସାଇଡ୍ ଆଇଟମ୍ ରହୁଛି, ପଖାଳ ପାଇଁ ମିକ୍ସଚର ରହୁଛି,
ସାଲଡ ରହୁଛି, ଚିପ୍ସ ରହୁଛି, ଚିଙ୍ଗୁଡ଼ି ଛେଚା ଦେଖନ୍ତୁ ଆମର ଛେଚା। ଥାଳିର ମେନ୍ ଆଇଟମ୍। ଚିଙ୍ଗୁଡ଼ି ନନଭେଜ ଥାଳିର ମେନ୍ ଆଇଟମ୍ ଦେଖନ୍ତୁ, ଏଇଟା ବଢି ଚୁରା ରହୁଛି। ବଡ଼ିଚୁରା ଇଏ ହଉଛି ଆମର ପୁଦିନା ଚଟଣି ଗୋଟେ। ଆମର ବିଭିନ୍ନ ପ୍ରକାର ଚଟଣି ହଉଛି, ପୁଦିନା ଚଟଣି, ଆମ୍ବୁଲ ଚଟଣି, କୋଉଦିନ ଖଟା ହଉଛି, କୋଉଦିନ ଫ୍ରୁଟ୍ସ ଖଟା ହଉଛି। ଆପଣଙ୍କ ରେଷ୍ଟୁରାଣ୍ଟର ଆଡ୍ରେସଟା ଟିକେ କଣ? ଆପଣ ଫାୟାର ଷ୍ଟେସନ ଆସିବେ, ଫାୟାର ଷ୍ଟେସନ ଡେଲ୍ଟା ସ୍କୋୟାର, ସିଂହ ରେଷ୍ଟୁରାଣ୍ଟ ଭୁବନେଶ୍ୱର, ଫାୟାର ଷ୍ଟେସନ ଡେଲ୍ଟା ସ୍କୋୟାର। ମୋର ଖାଇବା ଆସିଗଲା। ଦେଖିବା ଗୋଟେ ଉଷୁନା ଭାତ ପାଇବେ, ତା ସହିତ ଗୋଟେ ପାମ୍ପଡ଼ ପାଇବେ, ବାଇଗଣ ଭର୍ତ୍ତା ପାଇବେ, ବିନ୍ସ ଆଳୁ ଭଜା ପାଇବେ, ତା ସହିତ ବଡ଼ି, ଗୋଟେ ହେଲେ ଚିଙ୍ଗୁଡ଼ି ଛେଚା ପାଇବେ ଗୋଟେ, ଆଉ ଗୋଟେ ମୁଢ଼ି ଘାଣ୍ଟ ପାଇବେ, ଆଉ ସ୍ପେଶାଲ ମଟନ୍ ପାଇବେ। ମଟନ୍ର ପିସ୍ଟା ଦେଖିପାରିବେ ମିଡ଼ିୟମ୍ ସାଇଜ୍ର ପିସ୍ ଅଛି, ଗୋଟେ ପିସ୍, ଦୁଇ ପିସ୍, ତିନି ପିସ୍, 4 ପିସ୍ ମଟନ୍ ଅଛି, ଆଉ ଗୋଟେ ବଡ଼ ସାଇଜ୍ର ଆଳୁ ଅଛି, ଆଉ 6ଟା ପୁରା ଗ୍ରେଭି ଅଛି। ସତରେ ଏ ମଟନ୍ ହେଲା ପରେ ନା ପାଟିରୁ ପାଣି ଆସିବ। ଚାଲନ୍ତୁ ଟ୍ରାଏ କରିବା। ସାଙ୍ଗମାନେ ଦେଖିପାରୁଥିବେ ମୋର ବର୍ତ୍ତମାନ ଖାଇବା ବର୍ତ୍ତମାନ ଆସିଗଲା। ମୁଁ ଆପଣଙ୍କୁ ଗୋଟି ଗୋଟି କରି ଆଇଟମ୍ ଦେଖିବି, ଆଉ ଆପଣ ମଟନ୍ଟା ଦେଖିପାରୁଥିବେ। ଓ ଭାଇ, ମଟନ୍ ଦେଖିଲା ପରେ ନା ପାଟିରୁ ପାଣି ଆସିବ। ମଟନ୍ର ପିସ୍ଟା ଦେଖିପାରିବେ, ନଳି ପିସ୍ରେ ଅଛି, ଆଉ ମଟନ୍ଟା ନା ପାଟିକି ଯିବାକୁ ପୁରା ବେଷ୍ଟ। ସାଇଜ୍ଟା ଦେଖିପାରୁବେ, 4 ପିସ୍ ଖାଇବେ ନା ମନ ପୁରା ଖୁସ୍ ହେଇଯିବ। ଚାଲନ୍ତୁ ଟ୍ରାଏ କରିବା। ଫାର୍ଷ୍ଟ ଆମେ ସ୍ୱାଦ ଅନୁସାରେ କିଛି ଲୁଣ ଆଡ଼୍ କରିବା। ଆଉ ହେଲା ଫାର୍ଷ୍ଟ ହେଲା ମଟନ୍ ଝୋଳ ଆଡ଼୍ କରିବା। ଭାଇ ତାପରେ ଗୋଟେ ଆଳୁ ଯୋଉ ଦେଇଛନ୍ତି ଦେଖିପାରୁଥିବେ, ବଡ଼ ସାଇଜ୍ର ଆଳୁ ଦେଇଛନ୍ତି। ଫାର୍ଷ୍ଟ ଅଧା ଚକୁଡ଼ିବା, ଚକୁଡ଼ିଆ ପାଗ କରିବା। ହେଲା ମୋର ଫାର୍ଷ୍ଟ ଲାଇନ୍। ବହୁତ ବଢ଼ିଆ ହେଇଛି। ଟ୍ରାଏ କରିବା ପନିର ବହୁତ ବଢ଼ିଆ ସିଝିଛି। ପାତୁଳା ବହୁତ ବଢ଼ିଆ। ତାପରେ ଟ୍ରାଏ କରିବା ମୁଢ଼ି ଘାଣ୍ଟ। ଚିଙ୍ଗୁଡ଼ି ପଡ଼ିଛି, ମାଛ ମୁଣ୍ଡ ପଡ଼ିଛି, ମୁଢ଼ି ଘାଣ୍ଟ ବହୁତ ବଢ଼ିଆ ଲାଗୁଛି। ସାଲେଡ୍ ଦେଇଛନ୍ତି, ନର୍ମାଲ ସାଲେଡ୍, କାକୁଡ଼ି, ଗାଜର, ପିଆଜ ଦେଇଛନ୍ତି ନର୍ମାଲ, ଦହି ପଡ଼ିଛି। ଆଉ ଚିଙ୍ଗୁଡ଼ି ଛେଚା, ଭାଇ ଚିଙ୍ଗୁଡ଼ି ଛେଚା ନା ବହୁତ ବଢ଼ିଆ ହେଇଛି। ପଖାଳ ପାଇଁ ପୁରା ବେଷ୍ଟ। ଆଳୁ ଭଜା,
ତାପରେ ବାଇଗଣ ଆଳୁ ପକେଇକି ଭର୍ତ୍ତା କରୁଛନ୍ତି ତାକୁ ଫ୍ରାଏ କରିବା जो साइड आइटम ଦେଇଛନ୍ତି 1 2 3 4 साइड आइटम में बहुत बढ़िया है सुसे तेल ଦେଇଛନ୍ତି ପିଆଜ ଅତି ପାଗ ବଢ଼ିଆ କରୁଛନ୍ତି ଆଳୁ ଭର୍ତ୍ତାଟା ବହୁତ ବଢ଼ିଆ ଲାଗୁଛି ଆପଣମାନେ ରେଷ୍ଟୁରାଣ୍ଟରେ ପାଇବେ ଖଲି ପତ୍ର ପାଇବେ 1 2 ଆପଣମାନେ ଏଇଟା କୁହନ୍ତୁ ଏଇଟା କ'ଣ ଟଙ୍ଗା ଗ୍ଲାସ୍ ଆଗକାଳ ଲୋକମାନେ ଟଙ୍ଗା ଗ୍ଲାସରେ ପାଣି ପିଉଥିଲେ ଟଙ୍ଗା ଗ୍ଲାସରେ ପାଣି ପିଇବା ଦ୍ୱାରା ଦେହ ମାନେ ସୁସ୍ଥ ରହିବ ଶରୀର କିଛି କ୍ଷତି ହେବନି ପେଟ ରୋଗ ଜମାରୁ କିଛି ହେବନି ଟଙ୍ଗା ଗ୍ଲାସରେ ପିଇବେ ଏ ରେଷ୍ଟୁରାଣ୍ଟ କିନ୍ତୁ ପୁରୁଣା କନସେପ୍ଟ କାମ ଚାଲିଛି ଟଙ୍ଗା ଗ୍ଲାସ୍ ଖଲି ପତ୍ର ଆଉ କ'ଣ ଦେଖେଇବି ଟେଷ୍ଟ ପାଇଁ ବହୁତ ବଢ଼ିଆ ସତରେ ଯେଉଁ ଚିଙ୍ଗୁଡ଼ି ଛେଚା କରୁଛନ୍ତି ନା ପାଗ ବଢ଼ିଆ କରାଇ ବହୁତ ବଢ଼ିଆ ଟେଷ୍ଟ ଲାଗୁଛି ଚିଙ୍ଗୁଡ଼ି ଛେଚା ଭଜା ଆଳୁ ଭର୍ତ୍ତା ପଖାଳ ପାଇଁ ପୁରା ବେଷ୍ଟ ସବୁଠୁ ଭଲ ଜାଣିଛନ୍ତି ଆମର ସର୍ଭିସଟା ବହୁତ ବଢ଼ିଆ रेस्टोरेंट रे खाइबा है कंप्लीट मु ऑर्डर करथिली मटन मिल तार प्राइस मात्र 230 टंका 230 टंका आपण माने उष्णा भात पाइबे ता सहित सालेड पाइबे आ चिंगुड़ी चटणी उठे पाइबे ता सहित आमर बैगण आलू भर्ता पाइबे बीन्स आलू भजा पाइबे पापड़ पाइबे सालेड पाइबे आ मटन पाइबे मटन पीस थिला 4 पीस बड़ बड़ साइज मटन पाइबे तो बड़ साइज आलू पाइबे आ झोल है मीडियम थिला खाइबार टेस्ट मते बहुत ही बढ़िया लगिला ठीक आइटम मते भाई देखैले सतरे मु देखिली तो मो पार्टी रु पानी आसी हेतला आपण पखाळ भी स्पेशल पखाळ करछन्ती ता सहित भी आपण माने तावा माछ भजा पाइबे चिंगुड़ी फ्राए पाइबे बड़ी चूरा पाइबे आंब चटणी माने आंब ने सॉरी पुदीना चटणी पाइबे चिंगुड़ी छेचा पाइबे बैगन छेचा पाइबे ओ भाई पूरा रेस्टोरेंट पूरा देसी आइटम पाइबे सतरे भाई पूरा देसी आइटम पाइबे थरे खाइबे मते कमेंट रे कहबे खाया केमिति कोन हे सतरे मु जेति आइटम खाइले मते सब आइटम मते बहुत ही बढ़िया लागिला आ जदि भी मार्क हिसाब रे कुआ जिवो ना मु 10 रु मु 8 देबी एना खाइ आपण मानु केमिति लागिला जदि भल लाग तो चैनल को लाइक करंतु सांग माने सहित शेयर करंतु कमेंट करंतु सब्सक्राइब मध्य करंतु काहे कि ना आपन भल पाइबा सपोर्ट मते निहाती दरकार आपण माने मते पूर्व वीडियो रे बहुत सारा भल पाई देखले बहुत सारा सपोर्ट मध्य करथिले सब वीडियो रे एई भलिया भल पाई दंतु एई भलिया सपोर्ट मध्य करंतु आ मते YouTube रे जेतिकी भल पाई दउचंती ना मते Facebook रे सेतिकी भल पाई दियंतु सेतिकी मध्य सपोर्ट मध्य करंतु Instagram रे मते सेतिकी भल पाई दियंतु सेतिकी मध्य सपोर्ट मध्य करंतु आ आपण माने गच्छ लगांतु परिवेश सुरक्षित रखंतु दुनिया बंचांतु आ आपण माने सुस्थ रहंतु फिट रहंतु बिंदास रहंतु रोइली जय जगन्नाथ मु आपण मानको लोकेशन कहूँ देखी पारते से देखी पारते फायर स्टेशन लु आपण माने 500 कि 600 मीटर आसला भितर यहाँ डेल्टा स्क्वायर ये जो चिन छकिटा है डेल्टा छक फायर स्टेशन लु मात्र 500 मीटर आसला भितर होटेलटा पड़ो बाम साइड्रे आपण मैंने जदि डेल्टा छकरू आउଛନ୍ତି होटेलटा पड़ो डाण साइड्रे आ डिस्क्रिप्शन गूगल लिंक अच्छी आपण मैंने देखिकी आसीपारे।